सर नमस्कार सर। नमस्कार। सर ये जो आर्यभट्ट संस्कृति की नहीं कि आपण ये जो शिक्षानुष्ठानटा गढ़ी ସେଥିପାଇଁ ପ୍ରଥମେ ଧନ୍ୟବାଦ ଦେବୁ। ସାର୍ ଆମେ ବାଣପୁର ଅଞ୍ଚଳରୁ ମୁଁ ଆସିଛି। କୋଉଠୁ? ବାଣପୁର ସାର୍। ଆଚ୍ଛା। ଆଉ ସାର୍ ମୁଁ ତ ଏଠି ଶୁଣିଲା ଆସିଲା ପରେ ମୁଁ ଜାଣିଲି ଯେ ଏଠି 15ଟା ସିଟ୍ ଅଛି ବୋଲି। ଆଉ ଆଜ୍ଞା। ପୂର୍ବରୁ ଗାର୍ଡିଆନ ମାନେ ମଧ୍ୟ ଆପଣଙ୍କୁ ଅନୁରୋଧ କରିଛନ୍ତି ଆଉ ଟିକେ ସିଟ୍ ସଂଖ୍ୟା ବଢାଇବା ପାଇଁ। ସାର୍ ଖୁସି ଲାଗୁଛି ସାର୍ ଏଠିକି ଆସିଲା ପରେ। ତାପରେ କେତେବେଳେ ମଧ୍ୟ ବି ପ୍ରବେଶିକା ପରୀକ୍ଷାରେ OAV କୁହନ୍ତୁ କିମ୍ବା ନବୋଦୟ କୁହନ୍ତୁ କୌଣସି ଜାଗାରେ ବି ଗାର୍ଡିଆନ ମାନଙ୍କୁ ଏତିକି ସମ୍ମାନ ମିଳେନି। ଆପଣ ସେ ସମ୍ମାନ ଦେଇଛନ୍ତି। ଗାର୍ଡିଆନଙ୍କ ତରଫରୁ ଆପଣଙ୍କୁ ବିଶେଷ ଅଭିନନ୍ଦନ। ବହୁତ ଖୁସି ଲାଗୁଛି। ଆମେ ମଧ୍ୟ ଏଠିକି ସାର୍ ଯୋଉ ପିଲାଙ୍କୁ ଧରିକି ଆସିଛୁ ଆମକୁ ମଧ୍ୟ ଗାର୍ଡିଆନ ତାଙ୍କର ପ୍ରୋତ୍ସାହନ ରହିଛି। ଆଉ ସାର୍ କୋଶ୍ଚିନ୍ କିଛି ଆପଣଙ୍କ ପାଇଁ ନାହିଁ, ଟିକେ ଆମକୁ କହିବେ କି ଆପଣଙ୍କର ଏ ଯୋଉ ଲକ୍ଷ୍ୟ ତାର ମୂଳ ଉଦ୍ଦେଶ୍ୟ କଣ ବୋଲି ଏ ଯୋଉ ଶିକ୍ଷାନୁଷ୍ଠାନଟା କରିଛନ୍ତି? ଆଚ୍ଛା। ପ୍ରକୃତରେ ମୂଳ ଉଦ୍ଦେଶ୍ୟ, ଆମେ ସମସ୍ତେ ବଡ଼ ହେଲେ ଆମ ଘରର କଥା ବୁଝିଥାନ୍ତି, ଆମ ଘରର ଉନ୍ନତି କେମିତି ହେବ। ତେଣୁ ଏ ଅନୁଷ୍ଠାନର ଉଦ୍ଦେଶ୍ୟ ସମାଜର ଆମେ ଯଦି କିଛି ଉନ୍ନତି ହେବାରେ ସାହାଯ୍ୟ କରିବା ଉଚିତ। ଆମେ ସମସ୍ତେ ଯଦି ନିଜ ସ୍ୱାର୍ଥରୁ ବାହାରି ସମାଜ ଗଢ଼ିବାରେ ସମୟ, ଅର୍ଥ, ଜ୍ଞାନ ନ ବାଣ୍ଟିବା, ସମାଜର ଉନ୍ନତି ହେବା ସହଜ ନୁହେଁ। ଆମ ଦେଶରେ ଆମେ ଦାନି କର୍ଣ୍ଣ, ଦାନି ହରିଶ୍ଚନ୍ଦ୍ର ଏସବୁ ଆମେ ପଢ଼ନ୍ତି, କିନ୍ତୁ ଆମେ ଦାନ କରି ଶିଖିବାଟା ପ୍ରାୟତଃ ଆମର ନାହିଁ। ଯେଉଁଟାକି ଆମେରିକାରେ ୟୁନିଭର୍ସିଟିରୁ ପାସ୍ କରିଥିବା ପିଲାମାନେ ୟୁନିଭର୍ସିଟିକୁ ପଇସା ଦେବା ମାନେ ତାଙ୍କର ୟୁନିଭର୍ସିଟିର ଏଣ୍ଡାଓମେଣ୍ଟ କେମିତି ବଢ଼ିବ ସେଥିପାଇଁ ପ୍ରଚେଷ୍ଟା ବହୁତ। ଯେଉଁଟାକି ଋତୁପଲ୍ଲୀର ଗୋଟେ ଉଦ୍ଦେଶ୍ୟ ଥିଲା ଯେ ପିଲାମାନେ ବଡ଼ ହେଇକି ସମାଜ ଗଢ଼ିବାରେ ସାହାଯ୍ୟ କରିବା ଉଚିତ। ତେଣୁ ସେଇ ଲକ୍ଷ୍ୟଟା କେଉଁଥିରୁ ନୁହେଁ, କେବଳ ଜଣେ ଯେମିତି ଚାହେଁ ଆମ ଘରର ଉନ୍ନତି ହେଉ, ମୋ ଭାଇ ଭଉଣୀଙ୍କର ଉନ୍ନତି ହେଉ, ମୋ ବାପା ମାଆଙ୍କର ଉନ୍ନତି ହେଉ, ଠିକ୍ ସେମିତି ଏ ସ୍କୁଲର ଉଦ୍ଦେଶ୍ୟ ଆମ ଦେଶ କେମିତି, କାହିଁକି ନା ଯେଉଁ ମାଟିରେ ଗୀତାର ସୃଷ୍ଟି, ଉପନିଷଦର ସୃଷ୍ଟି, ସେଠି ପିଲାମାନେ ଧୀରେ ଧୀରେ ଭୁଲି ଯାଇଛନ୍ତି ଆମ ସମାଜ ଯେ ଏସବୁ ଶିକ୍ଷା ଆମର ଥିଲା। ଆମେ ଇଂରେଜମାନଙ୍କ ଦ୍ୱାରା ପଢ଼ିବା ଯୋଗୁଁ ଆମକୁ ଶିଖାଗଲା ଯେ ଇଂରାଜୀ ନ ଶିଖିଲେ, ଇଂରାଜୀ ସାହିତ୍ୟ ନ ପଢ଼ିଲେ ଆମେ ଉପରକୁ ଉଠିପାରିବୁ ନାହିଁ। ଏ ଅନୁଷ୍ଠାନର ଗୋଟିଏ ବି ଉଦ୍ଦେଶ୍ୟ ପ୍ରମାଣ କରିବା ଯେ ଜୀବନରେ ଉପରକୁ ଉଠିବାକୁ ହେଲେ ଜ୍ଞାନର ଆବଶ୍ୟକତା ରହିଛି, ଗୋଟେ ଭାଷାର ଆବଶ୍ୟକତା ନାହିଁ। ଇଂରାଜୀ ଭାଷା ଦରକାର, ତା ବିନା କଷ୍ଟ। ଯଦିଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆସିଲା ପରେ ହୁଏତ ଆଉ ଅନ୍ୟ ଭାଷା ଶିଖିବାକୁ ଦରକାର ପଡ଼ିବ ନାହିଁ। କାହିଁକିନା ଜଣେ ଚାଇନିଜ୍, ସେ ଚାଇନିଜ୍ରେ କହିଲେ ଆମେ ଓଡ଼ିଆରେ ଶୁଣିବା, ଆମେ ଓଡ଼ିଆରେ କହିଲେ ସିଏ ଚାଇନିଜ୍ରେ ଶୁଣିବ, ଇଂଲିଶ ଲୋକ ଇଂଲିଶରେ ଶୁଣିବେ। ଏଇଟା ଆଉ ବେଶୀ ଦିନ ନୁହେଁ, ଏଇଟା 5-10 ବର୍ଷ ଭିତରେ ଭାଷାର ଦୂରତା କମିଯିବ। ତା ଦ୍ୱାରା ଯେଉଁ ଭାଷା ମରି ମରି ଯାଉଛି, ମନେ କରନ୍ତୁ, ଦେଖନ୍ତୁ, ଆମେ ଯଦି ମୁଁ ଜାଣିନି ଆଦର୍ଶ ସ୍କୁଲ ବୋଧେ ଇଂଲିଶରେ ପଢ଼ଉଛନ୍ତି, ସେଇଟା ଏଇଟା ଠିକ୍ କହୁଛି ନା ଭୁଲ କହୁଛି? ସେଇଟା ଅତ୍ୟନ୍ତ ଦୁଃଖର ଜିନିଷ। ବର୍ତ୍ତମାନ ଯଦିଓ ଅନ୍ୟ ବାଟରେ ଆମ ଭାରତ ସରକାର ଚାହାନ୍ତି ଇଞ୍ଜିନିୟରିଂ, ମେଡ଼ିସିନ ସବୁ ନିଜ ଭାଷାରେ ପଢ଼ିବା ପାଇଁ। ତେଣୁ ଯେତେବେଳେ ଗୋଟେ ସୁଅ ଆସୁଛି ନିଜ ଭାଷାରେ, କାହିଁକି ନା ପିଲାମାନେ ନିଜ ଭାଷାରେ ହିଁ ଭଲ ଶିଖନ୍ତି, ବିଦେଶୀ ଭାଷାରେ କେହି ଭଲ ଶିଖେ ନା। ଆପଣ ଯଦି ପ୍ରଥମ 20ଟା ଦେଶକୁ ଦେଖିବେ ଯେଉଁମାନେ ଡେଭଲପ୍ଡ କଣ୍ଟ୍ରିଜ୍, ତା ଭିତରୁ ବୋଧେ 2-3ଟିକୁ ଛାଡ଼ିଦେଲେ ସମସ୍ତେ ନିଜ ଭାଷାରେ ପଢ଼ନ୍ତି। ଚାଇନା ଚାଇନିଜ୍ରେ, ଜାପାନ ଜାପାନିଜ୍ରେ, ଫ୍ରାନ୍ସ ଫ୍ରେଞ୍ଚରେ, ରଷିଆ ରଷିଆନରେ। ଏକମାତ୍ର ଇଣ୍ଡିଆ ହେଉଛି ଗୋଟେ ରେୟାର ଦେଶ ଯିଏ ନିଜ ମାତୃଭାଷାରେ ପଢ଼େ ନାହିଁ। ଯିଏ ପଢ଼େ
ଗୋଟେ ବିଦେଶୀ ଭାଷାରେ। ଗୋଟେ ଛୁଆଟେ ଗାଁରୁ ଆସିଛି, ସିଏ ଆଗେ ଇଂରାଜୀ ବୁଝିବ ନା ଫିଜିକ୍ସ ବୁଝିବ? ତାକୁ ଅଙ୍କଟା ଇଂରାଜୀରେ ବୁଝିବ ନା ଅଙ୍କଟା ପାଇଁ ଇଂଲିଶ ବୁଝିବ? କିନ୍ତୁ ଆମ ସମାଜ ଏମିତି ହେଇଛି, ଆମେ ବି ବାଧ୍ୟ ହେଇକି ଆମ ପିଲାଙ୍କୁ ମୂଳରୁ କିଛିଟା ପ୍ରାକ୍ଟିସ୍ କରଉଛୁ। କଷ୍ଟ କର, ସେ କଷ୍ଟ +2ରେ କରିବା ଅପେକ୍ଷା ବରଂ ବର୍ତ୍ତମାନଠୁ କର, ଶିଖ। ତେଣୁ ହୁଏତ 5-10 ବର୍ଷ ପରେ ଆର ଆବଶ୍ୟକତା ରହିବ ନାହିଁ। ସମସ୍ତେ ନିଜ ମାତୃଭାଷାରେ ପଢ଼ିବେ, କାହିଁକି ନା ଅନ୍ୟ ଜିନିଷ ବହି ଯାହା ବି ଲେଖା ହେଇଛି ସେ ବି ଶୁଭିବ ଆମକୁ ଆମ ଭାଷାରେ। ଏଇଟା ହେଇଯିବ, ଏଇଟା ବେଶୀ ଦିନ ନୁହେଁ। ଓଡ଼ିଆ ହେବାକୁ ହୁଏତ ଟିକେ ଟାଇମ୍ ଲାଗିବ, ଅନ୍ୟ ଭାଷା ଭାରତର ହୁଏତ ଆଗେ ହେବେ। ତେଣୁ ମାତୃଭାଷାରେ ପଢ଼ିବା ଉଚିତ। ତେଣୁ ସିଏ ଥିଲା ଗୋଟେ ଲକ୍ଷ୍ୟ। ମାତୃଭାଷାରେ ନ ପଢ଼ିଲେ ରକ୍ଷା କରିବ କିଏ ମାତୃଭାଷା? ଆମେ ପଢ଼ିଥିଲୁ ଯେ ହଠାତ୍ ଲୋକ ବାହାରିଲେ, ଫକୀରମୋହନ ବାହାରିଲେ, ଗୋଦାବରୀଶ ମିଶ୍ର, ଗୋଦାବରୀ ମହାପାତ୍ର, ଏଇମାନେ ଏକାଠି ହେଲେ ବୋଲି ଆମ ଭାଷା ଅଟକିଲା, ରହିଗଲା। ନହେଲେ ତ ବେଙ୍ଗଲୀ ଲୋକ କହୁଥିଲେ ଓଡ଼ିଆ ଏକ ଭାଷା ନୁହେଁ। ଏଇ ସେ ଯାହା ହଉ, ଆଦର୍ଶ ବିଦ୍ୟାଳୟର ଦୁଃଖଦ ଜିନିଷ ହେଉଛି ଗାଁର ଛୁଆ ଓଡ଼ିଆରେ କଥା ନ କହି ଇଂରାଜୀରେ କଥା କହିବ। ଆଜିକାଲି ପିଲାମାନେ ଭାବନ୍ତି ଇଂରାଜୀରେ କଥା କହିଲେ ସେମାନେ ଜ୍ଞାନୀ ହେଇଯାଆନ୍ତି। ଇଂରାଜୀ ଭାଷାରେ ଯେ ଉଦ୍ଭଟ କଥା କହି ହୁଏ ଏବଂ ଇଂରାଜୀ ଭାଷାରେ ବି ଗାରୁ ଗାରୁ ହେଇକି ଅର୍ଥହୀନ କଥା କୁହାଯାଇପାରେ, ସେଇଟା ଲୋକ ବୁଝୁନାହାନ୍ତି। କିନ୍ତୁ ଇଂରାଜୀରେ ଦିପଦ କହିଦେଲେ ଗରିବ ଲୋକଟେ ଭାବୁଛି ମୋ ପୁଅ ଶିକ୍ଷିତ ହେଇଗଲା। ସେତେବେଳେ ଗାଁ ଗଣ୍ଡାରେ ନବୋଦୟ ତ ଅଛି ଇଂରାଜୀ ମିଡ଼ିୟମରେ, ପୁଣି ଓଡ଼ିଶାର ସ୍କୁଲମାନଙ୍କୁ ଆଦର୍ଶ ବିଦ୍ୟାଳୟକୁ କାହିଁକି ଇଂରାଜୀରେ କରାହେଉଛି? ତେଣୁ ସେଇଟା ଦୁଃଖର ଜିନିଷ। ତାଙ୍କର ଯିଏ ହେଡ଼୍ ଅଛନ୍ତି ତାଙ୍କ ସହିତ ମୋର ବହୁତ ଆମେ କଥା ବି ହେଇଛୁ, ସିଏ ବି ମୋ ସହିତ କଥା ହେବାକୁ ଚାହାନ୍ତି। କିନ୍ତୁ ସିଏ ଜଣେ ତାଙ୍କୁ ଦାୟିତ୍ୱ ଦିଆହେଇଛି। କିନ୍ତୁ ବୁଝିବା ଉଚିତ, ଭାରତ ସରକାର ଯେତେବେଳେ ନିଜ ମାତୃଭାଷା ଉପରେ ଜୋର ଦେଉଛନ୍ତି, ସେତେବେଳେ ଆଦର୍ଶ ସ୍କୁଲରେ ଇଂରାଜୀରେ ପଢ଼େଇବାଟା ଠିକ୍ ନୁହେଁ। ତେଣୁ ଓଡ଼ିଆ ଭାଷାକୁ ଜଗିବା ପାଇଁ ଏ ସ୍କୁଲର ସ୍ୱପ୍ନ 83-84 ମସିହାରୁ। ତେଣୁ କେମିତି ଓଡ଼ିଆ ପିଲା କହିବେ, ଯିଏକି ଅଙ୍କରେ ଷ୍ଟ୍ରଙ୍ଗ ହେଇଥିବେ, ଯିଏକି ଫିଜିକ୍ସରେ ଷ୍ଟ୍ରଙ୍ଗ ହେଇଥିବେ, ଯିଏ ଭଗବତ ଗୀତା ବୁଝିଥିବେ, ଯିଏ ଉପନିଷଦ କିଛି ଶୁଣିଥିବେ, ତାହେଲେ ସେମାନେ ଆଣିପାରିବେ ଲିଡରସିପ୍ ସମାଜକୁ। ଯେଉଁ ଲିଡରସିପ୍ର ଆବଶ୍ୟକତା ରହିଛି, ଠିକ୍ ସେଇ ମଧୁସୂଦନ ଦାସ ହୁଅନ୍ତୁ, ଆମ ମଧୁସୂଦନ ରାଓ ହୁଅନ୍ତୁ, କି ରାଧାନାଥ ରାୟ ହୁଅନ୍ତୁ, ଆମର ଫକୀରମୋହନ ସେନାପତି ହୁଅନ୍ତୁ, ସେଇମାନେ ନଥିଲେ ଆମ ଭାଷା ନଥାନ୍ତା। ତେଣୁ ସେଇମାନଙ୍କ କିନ୍ତୁ ଆମ ଲୋକଙ୍କର ଭାଷା ପ୍ରତି ଆଗ୍ରହ, ମାତୃଭାଷା ହେଉଛି ଆମର ପରିଚୟ। ତେଣୁ ସେଇ ପରିଚୟକୁ ନ ହରେଇବା ହେଉଛି ଏ ସ୍କୁଲର ଗୋଟେ ଉଦ୍ଦେଶ୍ୟ। ତେଣୁ ଏ ସ୍କୁଲ କରିବାର ସେଟା ଗୋଟେ କାରଣ। ତା ଛଡ଼ା ଆପଣ କହିପାରନ୍ତି ସମାଜ ଦେଶକୁ, ଏଇ ମାଟିକୁ ଭଲ ପାଇବା, ଯେଉଁ ମାଟିରେ ଉପନିଷଦ ସୃଷ୍ଟି, ଯେଉଁ ମାଟିରେ ଭଗବତ ଗୀତା ସୃଷ୍ଟି, ଯେଉଁଠି ବସୁଧୈବ କୁଟୁମ୍ବକମର ଚିନ୍ତାଧାରା, ଯେଉଁଠି ଆନ ଭଦ୍ରା କ୍ରତବୟନ୍ତୁ ବିଶ୍ୱଦ ଚିନ୍ତାଧାରା, ଯେ ଆମେ ସବୁଠୁ ଭଲ ଜିନିଷ ଶିଖିବୁ, ଏ ଚିନ୍ତାଧାରା ଯେଉଁ ମାଟିରୁ ଯେଉଁ ଭାଷାରେ ସୃଷ୍ଟି, ସେଇ ଭାଷାକୁ ଇଗ୍ନୋର କରିବା ଅତ୍ୟନ୍ତ ଲଜ୍ଜାର ବିଷୟ। ସେଇଟା ହେଉଛି ସଂସ୍କୃତ। ସଂସ୍କୃତ ଭାଷା ନ ଶିଖିଲେ ଭାରତକୁ ବୁଝି ହେବ ନାହିଁ। ତେଣୁ ଆମକୁ ଫେରିବାକୁ ପଡ଼ିବ। ଆମ ପିଲାମାନଙ୍କୁ ଆମେ ଏନକରେଜ୍ କରୁ ସଂସ୍କୃତ ପଢ଼ିବା ପାଇଁ। ଆମର କିଛି ଇଞ୍ଜିନିୟରିଂ ପିଲା ଯେଉଁମାନେ +2ରେ ସଂସ୍କୃତ ରଖିକି ପଢ଼ିକି ଯାଇଛନ୍ତି, ସୋ ଦ୍ୟାଟ୍ ସେମାନେ ଭବିଷ୍ୟତରେ ସଂସ୍କୃତ ଆଉ ଟିକେ ଟିକେ ପଢ଼ିପାରିବେ। ସଂସ୍କୃତ ପଢ଼ିବା ନିହାତି ଦରକାର, କାରଣ ଭଗବତ ଗୀତା ଜଣେ ଅନ୍ୟ ଜଣେ ବୁଝିବା ଅପେକ୍ଷା ମୁଁ ଯଦି ନିଜେ ପଢ଼ିପାରିବି, ବୁଝିପାରିବି, ସେଇଟା ଡେଫିନେଟଲି ମୋର ହେଲ୍ପଫୁଲ୍। ତେଣୁ ସେଇଥିପାଇଁ ଏଇ ମାଟି, ଏଇ ସଂସ୍କୃତିକୁ ଭଲ ପାଇବାରୁ ଏ ବିଦ୍ୟାଳୟର ସୃଷ୍ଟି। ସାର୍ ଏ ସ୍କୁଲରେ ସାର୍ ସଂସ୍କୃତର ମାନେ ଏକ୍ସଟ୍ରା ପାର୍ଟଟା ଅଛି କି ପାଠ ପଢ଼ା ହଉଛି?
ଆମ ଯେମିତି ସାଂସ୍କ୍ରିଟ ସାର୍ ସେଠି ଅଛନ୍ତି, ସିଏ ଆପଣଙ୍କୁ ହୁଏତ ସାହାଯ୍ୟ କରିପାରିବେ। ସାର୍ ଆଉ ଗୋଟେ କଥା, ଯୋଉ ବେଦ ଉପନିଷଦ, ଯୋଉ 4ଟା ବେଦ ଆଉ ଉପନିଷଦ, ଆମେ ସାର୍ ତ ଏରିଆରେ ହେଲୁ, ଆମେ ସେ ବିଷୟରେ କିଛି ଜାଣିପାରିଲୁ ନାହିଁ। ତେଣୁ ଭାରି ଖୁସି ଲାଗୁଛି। ମୁଁ କହିଲି ଏଠି ପଢା ହଉଛି କି ସେ ବିଷୟରେ କିଛି, ବେଦ ହଁ, ଉପନିଷଦ। ମୁଁ ଟିକେ ଉଦାହରଣ ଆପଣଙ୍କୁ ଦେବି। ପ୍ରକୃତରେ ବେଦ ଉପନିଷଦ ପଢ଼ିବା ସହଜ ନୁହେଁ। ଉପନିଷଦର ହଜମ କରିବାକୁ ହେଲେ, ଯେମିତି ଆମକୁ ମାନେ କାଲକୁଲସ୍ ପଢ଼ିଲା ପରେ ଆମେ ଇଞ୍ଜିନିୟରିଂ ଫିଜିକ୍ସ ହୁଏତ ପଢ଼ିପାରିବା, କରିପାରିବା। ତେଣୁ ଉପନିଷଦ ପଢ଼ିବା ପାଇଁ ଆମର ସେମିତି ପ୍ରିରେକ୍ୱିଜିଟ୍ ଦରକାର, ପଢ଼ିବା ଦରକାର। ସେ ଦୃଷ୍ଟିରୁ ଯଦି ଭଗବତ ଗୀତା ଜଣେ ବୁଝିପାରେ, ଯେଉଁଠି ଅନେକ ଉପନିଷଦର ଆଇଡ଼ିଆ ଅଛି, ତାହେଲେ ସେ ପିଲା ପରେ ଉପନିଷଦ ପଢ଼ିପାରିବ। ଆମ ପିଲା ଥରେ ମୋତେ ପଚାରିଥିଲେ ଯେ ଦାଦା ଆମେ କ'ଣ ଉପନିଷଦ ପଢ଼ିପାରିବୁନି? ପଢ଼ିପାରିବ। ଆଗେ ଭଗବତ ଗୀତା ବୁଝ, ଭଗବତ ଗୀତାର ଚିନ୍ତାଧାରା ବୁଝିପାରିଲେ ତାହେଲେ ଆମେ ହୁଏତ ଉପନିଷଦ ବୁଝିପାରିବା। କିନ୍ତୁ ଆଗରୁ କ'ଣ ଥିଲା, ଆମକୁ ଭଲ ଟିଚର ମିଳୁନଥିଲେ। ଆମେ ଯଦି ଚାହିଁବା ବି ଜଣେ ଭଗବତ ଗୀତାଙ୍କ ଉପରେ, ଭଗବତ ଗୀତା ଉପରେ ତ ବହୁତ ଲୋକ ଭାଷଣ ଦେଉଛନ୍ତି, କିନ୍ତୁ ମୁଁ କେବେ ସାଟିସ୍ଫାଏଡ୍ ନଥିଲି ସେ ଭାଷଣ ବା ଟକ୍ ଶୁଣିକି, ଯେପର୍ଯ୍ୟନ୍ତ ମୁଁ ଏ ଭଦ୍ରଲୋକଙ୍କର ଟକ୍ ନ ଶୁଣିଛୁ, ଯାହାକୁ ପୃଥିବୀ ସାରା ଲୋକ ପସନ୍ଦ କରନ୍ତି। ସିଏ ଯେହେତୁ ନିଜେ ଜଣେ ଇଞ୍ଜିନିୟର, ଇଲେକ୍ଟ୍ରିକାଲ ଇଞ୍ଜିନିୟର, ମୁଁ ଯାହାଙ୍କ ଫଟୋ ଦେଖେଇଥିଲି, ସେ ନିଜେ କମ୍ପ୍ୟୁଟର ସାଇନ୍ସରେ ଥିଲେ, ଆମେରିକାନ ଲୋକ। ସବୁ ଛାଡ଼ି ଦେଇ, ସବୁ ଜଳାଞ୍ଜଳି ଦେଇ ସିଏ ଦୟାନନ୍ଦଙ୍କ ଶିଷ୍ୟ ହେଇ ସିଏ ନିଜେ ବି ବର୍ତ୍ତମାନ ଆଶ୍ରମ କରିଛନ୍ତି, ଯାହାଙ୍କଠୁ ଆମେ ଭଗବତ ଗୀତା ଶିଖିଛୁ। ତାଙ୍କଠୁ ଭଗବତ ଗୀତା ଶୁଣିଲା ପରେ ମୁଁ ପର୍ସନାଲି ମୋ ଜୀବନରେ ରିଅଲାଇଜ୍ କଲି ଯେ ପ୍ରକୃତରେ ମଣିଷ କିଛିଟା ଜିନିଷ ଶିଖିଲା, ବୁଢ଼ା ହେଇକି ପଛେ। ମୁଁ 20 ବର୍ଷ ତଳେ 2003, 4, 5 ବେଳକୁ ତାଙ୍କ ଲେକ୍ଚର ସବୁ ଶୁଣିବା ଆରମ୍ଭ କଲି। ତାପରେ ସେଠୁ ଭଲ ଜିନିଷ ଯାହା ଶିଖିଲୁ, ଆମର ସ୍କୁଲରେ ଭଗବତ ଗୀତା ପଢ଼ାଯାଏ, ଆମର ସରୋଜ ସାର୍ ଯିଏ, ସିଏ ବି ବୁଝାନ୍ତି, ଶ୍ଲୋକ ବୁଝାନ୍ତି। କିନ୍ତୁ ଦୈନନ୍ଦିନ ଜୀବନରେ କେମିତି ଭଗବତ ଗୀତାର ଆପ୍ଲିକେସନ୍ ହେଇପାରିବ, ସେଇଟା ଏତେ ଭଲ ବୁଝେଇବା ମୁଁ ଆଗରୁ ଶୁଣିନଥିଲି। ତେଣୁ ଆମେ ଭଲ ଜିନିଷ ଶିଖିଲେ ଆମ ପିଲା ସେଠୁ ଶିଖୁଛନ୍ତି, ଆମେ ତାଙ୍କ ସହିତ ତାଙ୍କୁ ଶିଖଉଛୁ। ପ୍ଲସ୍ ଆମ ପିଲାମାନେ ବି ନିଜେ ଭିଡ଼ିଓ ଦେଖୁଛନ୍ତି, ତାଙ୍କର ଭିଡ଼ିଓ ଦେଖୁଛନ୍ତି, ସ୍ୱାମୀ ଭଗବତାନନ୍ଦଙ୍କର ଲେକ୍ଚର ଶୁଣୁଛନ୍ତି। ତେଣୁ ଯେଉଁ ଚାପ୍ଟର, ମନେ କରନ୍ତୁ ଚାପ୍ଟର 16, ଯେଉଁ ବୋଧେ ଏଇ ଯେଉଁ ଦେବ ଦାନବ ଗୁଣ ଉପରେ ଯେଉଁ ଚାପ୍ଟରଟା ଅଛି, ସେ ପିଲା, ଆମ ପିଲାମାନେ ତାକୁ ଶୁଣିଛନ୍ତି ଭଗବତାନନ୍ଦଙ୍କଠୁ। ତେଣୁ ଏସବୁ ଜିନିଷ ଶୁଣିଲେ ପ୍ରକୃତରେ ନିଜ ଆମର ଯେଉଁ ଚେତନା ବା ଚିତ୍ତ, ସେ ବିଷୟରେ ଆଲୋଚନା କେଉଁଠି ହୁଏ ନାହିଁ। ତେଣୁ ଆତ୍ମା ପ୍ରକୃତରେ କ'ଣ ମୁଁ ବି ଜାଣିନଥିଲି। ଆତ୍ମା ଅମର, ଏଇଟା ଆମେ ଛୁଆଦିନୁ କହି ଆସିଛୁ, କିନ୍ତୁ ତାର ଅର୍ଥ ପ୍ରକୃତରେ କ'ଣ ଆମେ ଜାଣିନଥିଲୁ। ପ୍ରକୃତରେ ଆତ୍ମାଟା କ'ଣ, ଏଇଟା ମୁଁ ପରେ ଜାଣିବାକୁ ପାଇଲି ଯେ ଆତ୍ମା ପ୍ରକୃତରେ କ'ଣ, ଚିତ୍ତ କ'ଣ। ତେଣୁ ତାକୁ ଆମେ ଛୁଆଙ୍କୁ ବୁଝେଇବାକୁ ଚେଷ୍ଟା କରୁ। ଚିତ୍ତ ହେଉଛି, ମୁଁ ଆପଣଙ୍କୁ ଗୋଟିଏ ବାକ୍ୟରେ କହିବି, ଯେଉଁଟା ସ୍ୱାମୀ ତଦାତ୍ମାନନ୍ଦ କୁହନ୍ତି, ଆପଣଙ୍କ ମନ ଭିତରେ ବର୍ତ୍ତମାନ ଯାହା ଚାଲିଛି ତାକୁ କେବଳ ଜଣେ ଜାଣୁଛି, ସିଏ ହେଉଛନ୍ତି ଆପଣ। ତେଣୁ ହିନ୍ଦୁ ଧର୍ମରେ ଯେଉଁ ପ୍ରଶ୍ନ ଅଛି ମୁଁ କିଏ, ସେ ପ୍ରଶ୍ନର ଉତ୍ତର ଦେବାକୁ ଯାଇକି ଧୀରେ ଧୀରେ ଆମ ମୁନି ଋଷିମାନେ କହିଛନ୍ତି ଯେ ମୁଁ ଏ ବିଶ୍ୱ ବ୍ରହ୍ମାଣ୍ଡ ନୁହେଁ, କାହିଁକିନା ମୁଁ ତ ସବୁ ଦେଖିପାରୁଛି। ଏ ହାତ ମୋର ନୁହେଁ, କାହିଁକିନା ମୁଁ ଯଦି ଏ ଆଖୁ ବି ଦେଖିପାରୁଛି, ଇଏ ମୁଁ ନୁହଁ। ତେଣୁ ଏ ହାତ ବି ମୁଁ ନୁହଁ। ମୋ ମନ ଭିତରେ ଯେଉଁ କଥା ହେଉଛି ତାକୁ ତ ମୁଁ ଜାଣିପାରୁଛି। ଆପଣ ଦେଖନ୍ତୁ, ଏଇଟା କ୍ୱାଣ୍ଟମ୍ ଫିଜିକ୍ସ ସହିତ ପୁରା ରିଲେଟେଡ୍। ଯିଏ ଏକ୍ସପେରିମେଣ୍ଟ କରୁଛି, ଯାହା ଉପରେ ଏକ୍ସପେରିମେଣ୍ଟ କରୁଛି, ସେ ଦୁଇଟା ଅଲଗା। ଯେଉଁଟାକୁ ଚାପ୍ଟର 13ରେ କୃଷ୍ଣ କହୁଛନ୍ତି କ୍ଷେତ୍ର କ୍ଷେତ୍ରଜ୍ଞ। କ୍ଷେତ୍ର ହେଲା ଫିଲ୍ଡ, କ୍ଷେତ୍ରଜ୍ଞ ହେଲା ଯିଏ ଫିଲ୍ଡକୁ ଜାଣିଛି। ଏକ୍ସପେରିମେଣ୍ଟର ଆଉ କାହା ଉପରେ ଏକ୍ସପେରିମେଣ୍ଟ କରାଯାଉଛି। ସାଇନ୍ସର ଚିନ୍ତାଧାରା ଆପଣ ଦେଖନ୍ତୁ, ଆମର
ଚାପ୍ଟର 13ରେ ଯେଉଁ ଆଲୋଚନା ହେଇଛି ସେଇଠି ଚେତନା ବିଷୟରେ କୁହାହେଉଛି, ଯେଉଁଟାକି ଚାପ୍ଟର 2ରେ ମଧ୍ୟ କୁହାହେଇଛି। ତେଣୁ ପ୍ରକୃତରେ ଆତ୍ମା କ'ଣ? ଆତ୍ମାର ସିମ୍ପଲ୍ ଉତ୍ତର ହେଉଛି ଆପଣଙ୍କ ମନ ଭିତରେ ବର୍ତ୍ତମାନ ଆପଣ ଯାହା ଭାବୁଛନ୍ତି ତାକୁ ଯିଏ ଜାଣୁଛି ସିଏ ହେଉଛି ଆତ୍ମା। ଆତ୍ମା ଆଉ ପରମାତ୍ମା ଭିତରେ ଡିଫରେନ୍ସ ଅଛି ନା ନାହିଁ, ସେଇଟା ଆମ ଲୋକମାନଙ୍କ ଭିତରେ ବାଦ ବିବାଦ ଅଛି। ଦ୍ୱୈତ ଅଦ୍ୱୈତ ବେଦାନ୍ତ, ଦ୍ୱୈତ ବେଦାନ୍ତ, ବିଶିଷ୍ଟ ଅଦ୍ୱୈତ ବେଦାନ୍ତ, ସେମାନେ ଟିକେ ଟିକେ ଅଲଗା କହନ୍ତି, ଯାହାର ସାରଗର୍ଭରେ ମୁଁ ଆପଣଙ୍କୁ କହିପାରିବି। ଅଦ୍ୱୈତ ବେଦାନ୍ତ କହିବା କଥା ଈଶ୍ୱର ହେଲେ ସମୁଦ୍ର ଭଳିଆ, ଢେଉ ଯେଉଁ ସୃଷ୍ଟି ହେଉଛି ସିଏ ହେଉଛି ମଣିଷ, ପରମାତ୍ମାରୁ ଆତ୍ମାର କିନ୍ତୁ ତା ଭିତରେ କିଛି ଡିଫରେନ୍ସ ନାହିଁ। କାହିଁକି ନା ସମୁଦ୍ର ଆଉ ଢେଉ ଭିତରେ କ'ଣ ଡିଫରେନ୍ସ? ସେଇ ତ ପାଣି। କିନ୍ତୁ ଦ୍ୱୈତ ବେଦାନ୍ତ ବାଲା କହିବା କଥା ମାନେ ସମୁଦ୍ର ଆଉ ଢେଉ ଭିତରେ ଡିଫରେନ୍ସ ଅଛି। ତେଣୁ ଏଇ ଯେଉଁ ଟିକିଏ ଟିକିଏ ଡିଫରେନ୍ସ ହେଲା ବିଭିନ୍ନ ଗ୍ରୁପର ଡିଫରେନ୍ସ ସାଂଖ୍ୟ ଫିଲୋସଫିରୁ, କିନ୍ତୁ ମେନ୍ ଆଇଡ଼ିଆ ହେଉଛି ଚିତ୍ତ ବା ଚୈତନ୍ୟ, ବା ଯାହାକୁ ଇଂରାଜୀରେ କହୁଛନ୍ତି କନସସନେସ୍। ସେଇଟାକୁ ବୁଝିବା ହେଉଛି ଆମ ମୁନି ଋଷିଙ୍କର କାମ। ତେଣୁ ଆପଣ ସବୁ କେଣ ଉପନିଷଦରେ ପଚରା ହେଉଛି, ଗୁରୁ ପଚାରୁଛି, ଶିଷ୍ୟ ପଚାରୁଛି ଗୁରୁଙ୍କୁ ଯେ କାନ କେମିତି ଶୁଣୁଛି, ଆଖି କେମିତି ଦେଖୁଛି, ମୋ ମନ ଭିତରେ ଯେଉଁ ଚିନ୍ତାଧାରା ଆସୁଛି ସେଟା ଆସୁଛି କେଉଁଠୁ, କିଏ ସୃଷ୍ଟି କରୁଛି? ଗୁରୁ କହୁଛନ୍ତି ମୁଁ ହେଲି ଆଖିର ଆଖି, କାନର କାନ। ଆକୁ ବୁଝିବାକୁ ହେଲେ ପୁଣି ଆପଣଙ୍କୁ ସେଇ ଚେତନା ଆଡ଼କୁ ଯିବାକୁ ପଡ଼ିବ। କାହିଁକି ନା ଆପଣଙ୍କ ଆଖିରେ ଯେଉଁ ଲାଇଟ୍ ପଡ଼ୁଥାଇପାରେ ସେ ଲାଇଟ୍ ଆଖି ଦେଖୁନାହିଁ, ଆଖିଟା ଗୋଟେ ଇନଷ୍ଟ୍ରୁମେଣ୍ଟ। ଆଖିରେ ଯେଉଁ ଲାଇଟ୍ ପଡ଼ୁଛି ରେଟିନାରେ, ସେ ରେଟିନାରେ ଯେଉଁ ଇଲେକ୍ଟ୍ରିକ୍ କରେଣ୍ଟ ସୃଷ୍ଟି ହେଉଛି, ସେ କରେଣ୍ଟ ଯେତେବେଳେ ବ୍ରେନ୍କୁ ଯାଉଛି, ବ୍ରେନ୍ ଭିତରେ ଆପଣ ଦେଖୁଥିବା ଗଛଟା ଆପଣଙ୍କ ମନ ଭିତରେ ସୃଷ୍ଟି ହେଉଛି। କିନ୍ତୁ ପ୍ରକୃତରେ ଗଛଟାକୁ ଦେଖୁଛି କିଏ? ନା ଯିଏ ଆପଣଙ୍କ ମନ କଥା ଜାଣୁଛି ସେ ହିଁ ଦେଖୁଛି। ତେଣୁ ଆତ୍ମା ହିଁ ଦେଖୁଛି। ତେଣୁ ମୁଁ କିଏ? ନା ମୁଁ ହେଲି ଆତ୍ମା, ଯିଏ ମୋ ମନ କଥା ଜାଣୁଛି। ତେଣୁ ଆଖିଟା ପ୍ରକୃତରେ ଦେଖୁନାହିଁ, ଚେତନା ହିଁ ଦେଖୁଛି। ତେଣୁ ଏଇ ଚେତନାଟା ପ୍ରକୃତରେ କ'ଣ, ଯେଉଁଟାକି ବିଭିନ୍ନ ପ୍ରକାର ମେଡ଼ିଟେସନ୍ କରିବା ଦ୍ୱାରା ବର୍ତ୍ତମାନ ଯେଉଁ କନସସନେସ୍ ରିସର୍ଚ୍ଚ ହେଉଛି, ପୃଥିବୀର ବଡ଼ ବଡ଼ ଜାଗାରେ ରିସର୍ଚ୍ଚ ହେଉଛି, ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ହେଉଛି, MITରେ ହେଉଛି, ବିଭିନ୍ନ ୟୁନିଭର୍ସିଟିରେ ହେଉଛି। ସେଠି ସେମାନେ ବୁଦ୍ଧିଷ୍ଟ ମେଡ଼ିଟେଟରଙ୍କୁ ନେଇକି ତାଙ୍କ ବ୍ରେନ୍ରେ ସବୁ ଇନଷ୍ଟ୍ରୁମେଣ୍ଟ ଲଗେଇକି ଟେଷ୍ଟ କରୁଛନ୍ତି। କିନ୍ତୁ ସେଟା ହେଉଛି ମେଡ଼ିକାଲ କନସସନେସ୍ ଆଉ ଆମ ଚେତନା ପ୍ରକୃତରେ ଏକ୍ଜାକ୍ଟ ଜିନିଷ ନୁହେଁ। ତେଣୁ ତାକୁ ବୁଝିବାକୁ ହେଲେ ଜଣେ ମେଡ଼ିକାଲ ସାଇନ୍ସ ପଢ଼ିଥିବା ଦରକାର, ଜଣେ ଉପନିଷଦ ପଢ଼ିଥିବା ଦରକାର, ତାହେଲେ ବୁଝିପାରିବ ଡିଫରେନ୍ସ। ବହୁତ ବଡ଼ ବୈଜ୍ଞାନିକ, ବିଶେଷ କରି କ୍ୱାଣ୍ଟମ୍ ଫିଜିକ୍ସ ବାହାର କରିଥିବା ଶ୍ରୋଡିଙ୍ଗର ବୋଲି ଜଣେ ବୈଜ୍ଞାନିକ, ନିଲ୍ସ ବୋର୍, ବହୁ ବଡ଼ ବଡ଼ ବୈଜ୍ଞାନିକ ଉପନିଷଦ ପଢ଼ିଛନ୍ତି। ଖାଲି ସେତିକି ନୁହେଁ, ଉପନିଷଦ ଉପରେ ବହି ବି ଲେଖିଛନ୍ତି। କିନ୍ତୁ ଆମେ ପଢ଼ିନାହୁଁ। କାହିଁକି ନା ଆମର କାଢ଼ି ନିଆ ହେଇଛି। ଆମକୁ ଗୋଲାମ କରିବା ପାଇଁ, ଆମକୁ ସ୍ଲେଭ୍ କରିବା ପାଇଁ ବ୍ରିଟିଶ ମାନେ ସେଟା ପଢ଼େଇଛନ୍ତି ତାଙ୍କ ଇଏ। ତେଣୁ ଆମେ ସେଥିରୁ ବର୍ତ୍ତମାନ ବାହାରୁଛନ୍ତି। ତେଣୁ ବାହାରିଲା ବେଳେ ଏ ଭଗବତ ଗୀତା ପଢ଼ିବା, ବୁଝିବା, ଏବଂ ଭଗବତ ଗୀତା ଆମର ସାଧାରଣତଃ କହନ୍ତି ବୁଢ଼ା ବୁଢ଼ୀ ହେଲେ ପଢ଼ିବ। ଏ ଭଗବତ ଗୀତା କ'ଣ ପଢ଼ୁଛୁ ୟଙ୍ଗ ପିଲା? ସେଇଟା ହେଉଛି ସବୁଠୁ ଦୁଃଖର ଜିନିଷ। କାହିଁକି ନା ଗୋଟେ ଛୋଟ ପିଲା ଯଦି ଭଗବତ ଗୀତାରୁ ଶିକ୍ଷା ପାଇଥାଏ ତାହେଲେ ସେ ତା ଜୀବନଟାକୁ ଗଢ଼ିପାରିବ। ଆଉ ଜୀବନ ସରିଗଲା ପରେ ଭଗବତ ଗୀତା ଶିଖିକି ଲାଭ କ'ଣ? ମାନେ ଲାଭ ଅଛି, ଲାଭ ନାହିଁ ନୁହଁ। ଆମେ ତ ବୟସ୍କ ହେଇକି ଶିଖୁଛୁ, କିନ୍ତୁ ଆମର ଏତିକି ଲାଭ ହେଉଛି, ଆମର ଦୁଃଖ ଟିକେ କମ୍ ଯେ ଅନ୍ତତଃ ଶିଖିକି ତ ମରିଲୁ।
ମାନେ ନ ଶିଖିକି ତ ମୂର୍ଖ ହେଇକି ତ ମରିଲୁ ନାହିଁ। ତା ଛଡ଼ା ଆମେ ଆମ ଶିକ୍ଷାଟା ଆମ ଛୁଆଙ୍କୁ ଆମେ ଶିଖେଇ ପାରିବୁ। ଯେମିତି ମୁଁ ଆମ ଛୁଆଙ୍କୁ କହେ ଯେ ଇଞ୍ଜିନିୟରର ଛୁଆ ଇଞ୍ଜିନିୟର ହେବାର ଚାନ୍ସ ଅଛି, ଡାକ୍ତର ଛୁଆ ଡାକ୍ତର ହେବାର ଚାନ୍ସ ଅଛି। ତେଣୁ ଆମମାନଙ୍କ ଛୁଆ ଆମମାନଙ୍କ ଭଳିଆ ହେବାର ଚାନ୍ସ ଅଛି। ବୁଝିପାରୁଛନ୍ତି? ତେଣୁ ଅନ୍ତତଃ ସିଏ ତ ଗୀତା ଉପନିଷଦ ବିଷୟରେ ଟିକେ ଶୁଣୁଛନ୍ତି। ଗୀତା ଉପନିଷଦ ଶୁଣିବାର ମେନ୍ କାରଣ ହେଉଛି ଭଲ ମଣିଷ ହେବା। କାହିଁକି ନା ଆମର ଆଧ୍ୟାତ୍ମିକ ଚେତନାର ଉନ୍ନତି ହେଇପାରିବ ନାହିଁ ଯେ ପର୍ଯ୍ୟନ୍ତ ଆମେ କର୍ମଯୋଗୀ ହେଇନାହାନ୍ତି। କିନ୍ତୁ ଆମର ଲୋକମାନେ କର୍ମଯୋଗ କ'ଣ ଠିକ୍ରେ ବୁଝିନଥାନ୍ତି। କର୍ମଯୋଗ ହେଉଛି ଯେଉଁଠି ଆମେ କର୍ମ କରୁଥିବା ଅନ୍ୟର ସମାଜର କଲ୍ୟାଣ ପାଇଁ। ସେଟା ଭଗବତ ଗୀତାରେ ଲେଖା ହେଇଛି, ଜନକଲ୍ୟାଣ ପାଇଁ ଯଦି କର୍ମ କରାହେଉଥିବ ଏବଂ କର୍ମ ଫଳ ପ୍ରତି ଆଶା ନ ରଖିକି, କାହିଁକି ନା ଯେକୌଣସି କର୍ମର ଫଳ ଗ୍ୟାରେଣ୍ଟେଡ୍ ନୁହଁ। ସେଟା ବି ଭଗବତ ଗୀତାର ପାଠ। କାହିଁକି ନା ପ୍ରାରବ୍ଧ ରହିଛି, କର୍ମଫଳ ରହିଛି। ଆପଣ ଯେତେ ପାଠ ପଢ଼ିଲେ ବି ଗ୍ୟାରେଣ୍ଟି ନାହିଁ ଏଣ୍ଟ୍ରାନ୍ସରେ। ପିଲାଟେ, ଆପଣଙ୍କ ଛୁଆ କଥା କହୁଛି, ଯେତେ ଭଲ ପଢ଼ୁଥିଲେ ବି, ସେ ଯେତେ ଭଲ କଲେ ବି ଏଣ୍ଟ୍ରାନ୍ସରେ ଆପଣଙ୍କର ଗ୍ୟାରେଣ୍ଟି ନାହିଁ। କାହିଁକି ନା ଆଉ ଗୋଟେ ପିଲା ତାଠୁ ଭଲ କରିଥାଇପାରେ। ତେଣୁ ପ୍ରାରବ୍ଧ ଗୋଟେ ଜିନିଷ, ଆମେ କହନ୍ତି ଅନେକ ସମୟରେ ବାପା ମାଆଙ୍କ ଆଶୀର୍ବାଦ, ଗୁରୁଜନଙ୍କ ଆଶୀର୍ବାଦ ଆମକୁ ଅନେକ ସମୟରେ ସାହାଯ୍ୟ କରିଥାଏ, ଯେଉଁଟାକି ଆମର ଅନେକ ବିଶ୍ୱାସ ବି କରନ୍ତି। ବାପା ମାଆଙ୍କ ଭଲ କର୍ମର ଫଳ ପିଲାମାନେ ପାଇଥାନ୍ତି। ତାକୁ ସମସ୍ତେ ବିଶ୍ୱାସ କରନ୍ତୁ ନ କରନ୍ତୁ, ଯଦି ଏଗୁଡ଼ା ବିଶ୍ୱାସ କରିକି ମୁଁ ଜଣେ ଭଲ ମଣିଷ ହେଲି, ମୋ କାମଟା ଯଦି ସମାଜ କଲ୍ୟାଣରେ ଲାଗିଲା, ତାହେଲେ ଭଲ କଥା। ତେଣୁ ବେଦ ଉପନିଷଦର ଚର୍ଚ୍ଚା ଯୋଗୁଁ ଯଦି ଆମ ଘରେ କିଛିଟା ଶାନ୍ତି ଆସିଗଲା, ଆମର କାମରେ ଯେଉଁ ଷ୍ଟ୍ରେସ୍ ହେଉଛି ସେ ଷ୍ଟ୍ରେସ୍ ଯଦି କମିଗଲା, ତାହେଲେ ଭଗବତ ଗୀତା ପଢ଼ିବାର ସଫଳ ହେଲା। ମୁଁ ଆମ ପିଲାଙ୍କୁ ଏଇଥିପାଇଁ ଶିଖାଏ ଯେ ପ୍ରକୃତରେ ଭଗବତ ଗୀତା ହେଉଛି ଗୋଟେ, କୃଷ୍ଣ ଅର୍ଜୁନର ଷ୍ଟ୍ରେସ୍ ନେଇଯାଉଛନ୍ତି। ସିଏ ଅତ୍ୟନ୍ତ ଷ୍ଟ୍ରେସ୍ଡ ହେଇଯାଇଛି। ତା ଆଗରେ ତା ଗୁରୁ, ତା ଆଗରେ ତା ପିତାମହ। ତେଣୁ ସିଏ ଅତ୍ୟନ୍ତ ଷ୍ଟ୍ରେସ୍ଡ। ତାଙ୍କ ଷ୍ଟ୍ରେସ୍ କମେଇବା ପାଇଁ କୃଷ୍ଣଙ୍କର ଶିକ୍ଷା। ତେଣୁ ତୋ କର୍ତ୍ତବ୍ୟ କ'ଣ, ତୁ କାହିଁକି ଜନ୍ମ ହେଇଛୁ, ଜୀବନ କ'ଣ, ମରଣ କ'ଣ, ଏସବୁ ଶିକ୍ଷା ପରେ ଯେହେତୁ ତାର ଦୁଶ୍ଚିନ୍ତା କମିଯାଉଛି, ତେଣୁ ସେଇ ଶିକ୍ଷା ଆମମାନଙ୍କ ଦୁଶ୍ଚିନ୍ତା ବି କମେଇ ପାରିବ। ଖାଲି କମେଇ ପାରିବ ନୁହେଁ, ସେଇ ଯେଉଁ ଷ୍ଟିଭ୍ ଜବ୍ଙ୍କ ନାଁ କହିଲେ, ଆପଲ୍ର ଯିଏ ଥିଲେ ସିଇଓ, ତାଙ୍କ କଥା ତ ଶୁଣିଲା ଭଳିଆ କଥା। ସେ ପଢ଼ିଲା ବେଳେ ଖାଇବାକୁ ନଥିଲା, ସେ ଇସ୍କନ ମନ୍ଦିର ଯାଇକି ଖାଆନ୍ତି। ରବିବାର ଦିନ ଏତେ ଖାଇଦିଅନ୍ତି ଯେ ଦିନେ ଦୁଇ ଦିନ କାମ ସେଥିରେ ସମ୍ଭାଳି ଦିଅନ୍ତି। ସେ ତାଙ୍କ ଭାଷଣରେ ସେ କହିଛନ୍ତି। ସିଏ ତାଙ୍କୁ ଯେତେବେଳେ ଫେସବୁକ୍ର ଚିଫ୍ ଯିଏ ଯାଇକି ତାଙ୍କର ଯିଏ ତାଙ୍କର ପ୍ରୋବ୍ଲେମ୍ ହେଇଥିଲା, ସିଏ ଯାଇକି ଷ୍ଟିଭ୍ ଜବ୍ଙ୍କୁ କହିଲେ ମୋ କମ୍ପାନୀ କେତେଜଣ ନେଇଯିବାକୁ ଚାହୁଁଛନ୍ତି। ସିଏ ୟଙ୍ଗ ପିଲା, ତେଣୁ ତାଙ୍କ କମ୍ପାନୀ ସମ୍ଭାଳିବା ତାଙ୍କର ଲାଗିଲା ଯେ ତାଙ୍କ ହାତରୁ ଚାଲିଯିବ। ତେଣୁ ସିଏ ଯେତେବେଳେ ଯାଇକି ଷ୍ଟିଭ୍ ଜବ୍ଙ୍କୁ କହିଲେ ଯେ ମୋତେ ଟିକେ ସାହାଯ୍ୟ କରନ୍ତୁ, ସିଏ ପ୍ରଥମେ କହିଲେ ତୁମେ ଇଣ୍ଡିଆ ଯାଅ, ସେଠି ଜଣେ ନିମ୍ କାରୋଲି ବାବା ଅଛନ୍ତି, ତାଙ୍କୁ ଦେଖା କର, ତାଙ୍କ ଉପଦେଶ ତୁମକୁ ସାହାଯ୍ୟ କରିବ। ଦେଖନ୍ତୁ, ଆପଲ୍ର ସିଇଓ ଫେସବୁକ୍ର ସିଇଓଙ୍କୁ କହୁଛନ୍ତି ଜଣେ ଗରିବ ସ୍ୱାମୀ କେଉଁ ଗଛ ମୂଳେ ବସିଛନ୍ତି ଇଣ୍ଡିଆରେ, ସିଏ ତୁମକୁ ସାହାଯ୍ୟ କରିପାରିବେ। ଏବଂ ଖାଲି ସେତିକି ନୁହେଁ, ସିଏ ଯେତେବେଳେ ତାଙ୍କର ମୃତ୍ୟୁ ଘଟିଲା ଷ୍ଟିଭ୍ ଜବ୍ଙ୍କର, ଯେହେତୁ ତାଙ୍କୁ କ୍ୟାନ୍ସର ହେଇଥିଲା, ପ୍ୟାନକ୍ରିଆଟିକ୍ କ୍ୟାନ୍ସର, ସେ ଯେଉଁଥିରେ ବଞ୍ଚିବା କଥା ନୁହେଁ, ତଥାପି ସେ କିଛି ଦିନ ବଞ୍ଚିଲେ। ତେଣୁ ସିଏ ତାଙ୍କ ଅନ୍त्यେଷ୍ଟିକ୍ରିୟା ପ୍ଲାନ୍ କରିକି ଯାଇଥିଲେ। ତାଙ୍କ ଅନ୍त्यେଷ୍ଟିକ୍ରିୟାକୁ କେଉଁ କେଉଁ ବଡ଼ ବଡ଼ ଲୋକମାନେ ଆସିବେ, ତାଙ୍କ ପାଇଁ ଖାଇବା ବ୍ୟବସ୍ଥା କ'ଣ ହେଇଥିବ, କେଉଁଠୁ ଆସିଥିବ, ଏବଂ ସେମାନେ ଗଲାବେଳେ ତାଙ୍କୁ କେମିତି ଗିଫ୍ଟ ଦିଆଯିବ, ଏ ବ୍ୟବସ୍ଥା ବି ସେ କରିକି ଯାଇଥିଲେ। ଯେତେବେଳେ ତାଙ୍କର ବଡ଼ ବଡ଼ ବିଭିନ୍ନ କମ୍ପାନୀର ଲୋକମାନେ ଆସିଲେ ତାଙ୍କ ଅନ୍त्यେଷ୍ଟିକ୍ରିୟାକୁ, ଖାଇସାରି ଗଲେ, ତାଙ୍କୁ ଗୋଟେ ଗୋଟେ ବ୍ୟାଗ୍ ମିଳିଲା। ସେ ବ୍ୟାଗ୍ ଯେତେବେଳେ ସେମାନେ ଖୋଲନ୍ତି, ସେଥିରେ ଗୋଟେ ବହି ଅଛି, ସେଟା ହେଉଛି ଅଟୋବାୟୋଗ୍ରାଫି ଅଫ୍ ଏ ଯୋଗୀ। ଅଟୋବାୟୋଗ୍ରାଫି ଅଫ୍ ଏ ଯୋଗୀ, ଯେଉଁଟାକି
ବିଭିନ୍ନ ଭାଷାରେ ଟ୍ରାନ୍ସଲେଟ୍ ହେଇଛି ପୃଥିବୀର ସ୍ୱାମୀ ଯୋଗାନନ୍ଦଙ୍କର। ପ୍ରକୃତରେ ସ୍ୱାମୀ ଯୋଗାନନ୍ଦଙ୍କ ଗୁରୁ ହେଉଛନ୍ତି ପୁରୀରୁ। ସିଏ ଶିଖିଛନ୍ତି ତାଙ୍କ ଗୁରୁ ପୁରୀ, ତାଙ୍କ ଗୁରୁ। ତାଙ୍କ ବହି ଆପଲର ଚେୟାରମ୍ୟାନ୍ କ ଅନ୍त्यେଷ୍ଟି କ୍ରିୟାରେ ବଡ଼ ବଡ଼ କମ୍ପାନୀ ଲୋକମାନେ ସେ ବହି ଖଣ୍ଡେ ଖଣ୍ଡେ ନେଇକି ଯାଇଥିଲେ ଘରକୁ। ଅଟୋବାୟୋଗ୍ରାଫି ଅଫ୍ ଏ ଯୋଗୀ। ତେଣୁ ଆମ ଦେଶରୁ ବହୁତ କିଛି ଶିଖିବାର ଅଛି। କିନ୍ତୁ ଆମେ ଯଦି କହିବା ଓଡ଼ିଆ ଭାଷାରୁ କିଛି ଶିଖିବାର ନାହିଁ, ତାମାନେ ଆମେ ଗଙ୍ଗାଧର ମେହେର ପଢ଼ିନାହୁଁ। ଯଦି ଗଙ୍ଗାଧର ମେହେରଙ୍କୁ ପଢ଼ିଥାନ୍ତୁ ତାହେଲେ ଆମେ ଇଂରାଜୀ କବିତା ପଢ଼ିକି ଗୋଡ଼େଇବା ପୂର୍ବରୁ ପଢ଼ିବାର ମନା ନାହିଁ, କିନ୍ତୁ ଓଡ଼ିଆ କବିତା ବି ପଢ଼ନ୍ତୁ। ତେଣୁ ଆଜ୍ଞା ତେଣୁ ଆପଣ ପଚାରିଲେ ବୋଲି ଏଇ ଯେଉଁ ବେଦ ଉପନିଷଦ ଏଇସବୁ ଚର୍ଚ୍ଚା ଆମ ପିଲାମାନଙ୍କ ସହିତ ଡିସ୍କସନ୍ ହୁଏ। ଆମ ପିଲାମାନଙ୍କୁ ପ୍ରକୃତରେ ମୁଁ ବହୁତ ଖୁସି ଯେ ସେମାନଙ୍କର ଅଣ୍ଡରଷ୍ଟାଣ୍ଡିଂ ବହୁତ ଭଲ। ତେଣୁ ସେମାନେ ଜୀବନକୁ ବେଟର୍ ହ୍ୟାଣ୍ଡେଲ୍ କରିବେ, ଆମେ ଯେମିତି ହ୍ୟାଣ୍ଡେଲ୍ କରିପାରୁଥିଲୁ ତାଠୁ ବେଶୀ। ଏ ଆଶା ତ ମୋର ଅଛି। ଆମ ପିଲାମାନେ ଜୀବନରେ ତାଙ୍କ ଜୀବନକୁ ବେଟର୍ ହ୍ୟାଣ୍ଡେଲ୍ କରିପାରିବେ ଆମମାନଙ୍କଠୁ, ଏ ଆଶା ଆମର ଅଛି। ଏବଂ ସେମାନେ କଥା ଦେଇକି ଯାଆନ୍ତି ଏ ସ୍କୁଲରୁ ଗଲାବେଳେ। ଏ ବର୍ଷ ପିଲା ବି କଥା ଦେଇକି ଯିବେ। 3ଟି ଜିନିଷ ସେମାନଙ୍କୁ କରିବାକୁ ସେମାନେ କଥା ଦିଅନ୍ତି। 1ରେ ବାପା ମାଆଙ୍କ ଯତ୍ନ ନେବେ, 2ରେ ନିଶା ଦ୍ରବ୍ୟଠୁ ଦୂରେଇକି ରହିବେ, 3ରେ ବିବାହ ଅନୁଷ୍ଠାନକୁ ସମ୍ମାନ ଦେବେ। କାହିଁକି ନା ବଡ଼ ବଡ଼ ସହରରେ ବିଶେଷ କରି ୱେଷ୍ଟରୁ ଆସିଥିବା ବିବାହ ଅନୁଷ୍ଠାନ ଗୋଟେ ଖେଳଘର ଭଳିଆ ହେଇଯାଇଛି। ତେଣୁ ସେ ବିଷୟରେ ପିଲାଙ୍କୁ ବୁଝେଇବା, ମର୍ଯ୍ୟାଦା କ'ଣ, ଆତ୍ମମର୍ଯ୍ୟାଦା କ'ଣ ଆମ ପିଲାଙ୍କୁ ଶିଖେଇବା, ଏସବୁ ଆମେ କରିବାକୁ ଚେଷ୍ଟା କରୁ। ଅନ୍ତତଃ ଆମ ପିଲାମାନେ ଆତ୍ମମର୍ଯ୍ୟାଦା କ'ଣ ଶିଖିକି ଯାଆନ୍ତୁ। ଆମର ପିଲାମାନଙ୍କ ଭିତରେ ମର୍ଯ୍ୟାଦା ସମ୍ପନ୍ନ ସମ୍ପର୍କ କେମିତି ରହିପାରିବ ସେଟା ବି ଆମେ ତାଙ୍କୁ ଶିଖେଇବାକୁ ଚେଷ୍ଟା କରୁ। ତେଣୁ ମୋର ବିଶ୍ୱାସ ଆମ ପିଲାମାନେ ଭଲ ପିଲା ହେଇପାରିବେ। ଏଥିରେ କିଛି ମାନେ ଦୋଷ ତ ସମସ୍ତଙ୍କଠୁ କାଢ଼ି ହେବ, କିନ୍ତୁ ତା ସତ୍ତ୍ୱେ ବି ଆମ ପିଲାମାନଙ୍କର ଭବିଷ୍ୟତ ଭଲ ବୋଲି ଅନ୍ତତଃ ମୁଁ ତ ଫିଲ୍ କରେ, ଆଉ ଆମ ସାର୍ମାନେ ବି ଫିଲ୍ କରନ୍ତି। ଆମ ସାର୍ମାନଙ୍କୁ ଯଦି ପଚାରିବେ ବି ସେମାନେ ବି କନଭିନ୍ସ ଆମ ପିଲାମାନେ ବଡ଼ ହେଲେ କେମିତି ହେବେ। ଆଜ୍ଞା ପ୍ରଣାମ। ଆପଣଙ୍କର ଆମର ଏଠି ଅଭିଭାବକ ଯେତିକି ଅଛନ୍ତି ସେ ବାରମ୍ବାର ଆପଣଙ୍କୁ କହୁଛନ୍ତି, ସମସ୍ତଙ୍କ ପ୍ରାୟ ଅଧିକାଂଶଙ୍କ ଆଶା ଯେ ଆପଣଙ୍କର ଏହି ସିଟ୍ ସଂଖ୍ୟା ବଢ଼ାଯାଉ, ଯୋଉଟା କି ବର୍ତ୍ତମାନ ପରିପ୍ରେକ୍ଷୀରେ ଆପଣଙ୍କ ଦ୍ୱାରା ସମ୍ଭବ ନୁହେଁ। କିନ୍ତୁ ଆପଣ ଯୋଉ 15ଟି ପିଲା ସୃଷ୍ଟି କରୁଛନ୍ତି ବର୍ଷକୁ, ଆପଣ ଆମେରିକାରେ ରହି ମଧ୍ୟ ଓଡ଼ିଆକୁ ଏବଂ ଓଡ଼ିଶାକୁ ବଞ୍ଚେଇଛନ୍ତି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ଓଡ଼ିଶାରେ ରହି ମଧ୍ୟ ଆମେ ଅଧିକାଂଶ ଅଭିଭାବକ ଓଡ଼ିଆ ଏବଂ ଓଡ଼ିଶାକୁ ବଞ୍ଚାଇ ନାହୁଁ। କିନ୍ତୁ ଏଇ ଯୋଉ 15ଟି ପିଲା ଆପଣ ସୃଷ୍ଟି କରୁଛନ୍ତି ତାଙ୍କୁ ଆପଣ ଅନ୍ୟାନ୍ୟ କ୍ଷେତ୍ରରେ ଯୋଉ ଆପଣ କହିଲେ ରିସର୍ଚ୍ଚରେ ଅଧିକ ପ୍ରୟୋଗ ରହୁଛନ୍ତି, ତାପରେ ଆପଣ ଯଦି ତାଙ୍କୁ ଶୈକ୍ଷିକ କ୍ଷେତ୍ରରେ ପ୍ରୟୋଗ କରାନ୍ତେ ତାହେଲେ ଏଇ 15ଟି ପିଲା ମଧ୍ୟ ପରୋକ୍ଷ ଭାବରେ ଆପଣଙ୍କ ଆଦର୍ଶକୁ ନେଇକି ଅନ୍ୟ ପିଲାଙ୍କ ମଧ୍ୟରେ ବାଣ୍ଟି ପାରନ୍ତେ, ଯୋଉଟା କି ସମାଜ ପାଇଁ ଅଧିକ ମଙ୍ଗଳକର ହୁଅନ୍ତା। ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ଅନୁରୋଧ, ଆପଣଙ୍କ ଏଇ ଯୋଉ ରିସର୍ଚ୍ଚ ଲାଇନରେ ପିଲାଙ୍କୁ ଏତେ ପ୍ରେରିତ ନ କରିକିରି ଆପଣ ଶୈକ୍ଷିକ ଦିଗରେ ପ୍ରେରିତ କଲେ ଆପଣଙ୍କର ଏଇ 15ଟି ଦୀପ ଅନେକ ନୂଆ ନୂଆ ଦୀପରେ ଆଲୋକ ସୃଷ୍ଟି କରିପାରିବ। ଆପଣଙ୍କ କଥା ସହିତ ମୁଁ ଏକମତ, କେବଳ ଗୋଟେ କଥାରେ ଏକମତ ନୁହେଁ। ଆମ ପିଲାମାନେ ପଢ଼େଇବେ, ନିଶ୍ଚିତ ପଢ଼େଇବେ। ଆମ ପିଲାମାନେ ପଢ଼ଉଛନ୍ତି, ଆମ ସ୍କୁଲରେ ପଢ଼ଉଛନ୍ତି। ହୁଏତ ଟେକ୍ନୋଲୋଜି ଟିକେ ସେମାନେ ତାଙ୍କର ଆମ ପିଲାମାନେ ନିଜ ବିବାହ ଜୀବନରେ ପଶୁଛନ୍ତି, ସେଟଲ୍ ହେଉଛନ୍ତି, ଚାକିରି ଆରମ୍ଭ କରିଛନ୍ତି, ସେଥିରେ ବି ସେମାନେ ପଢ଼ାପଢ଼ି କରୁଛନ୍ତି। ଟେକ୍ନୋଲୋଜି ଯେମିତି ହେଲାଣି ଆଉ ଆମ ପିଲାମାନଙ୍କର ଏକ୍ସପର୍ଟିଜ୍ ଯେମିତି ହେଲାଣି, ଆମ ପିଲାମାନେ ଛୋଟ ପିଲାଙ୍କ ପାଠ ପଢ଼େଇବା କରିବେ ଏବଂ ସେଟା ଓଡ଼ିଶାର କଣେ କଣେ ପହଞ୍ଚିବ ନିଶ୍ଚିତ। କିନ୍ତୁ ଆପଣ ଯେଉଁ କହିଲେ ଯେ ରିସର୍ଚ୍ଚ ନ କରିକି ଟିଚର୍ ହେବା, ଦେଖନ୍ତୁ
ଜଣେ ପ୍ରଫେସର ପଢ଼େଇ ପାରନ୍ତି, ସେ ପ୍ରଫେସର ରିସର୍ଚ୍ଚ ବି କରନ୍ତି। ପ୍ରଫେସର ହେଉଛି ଗୋଟିଏ ଚାକିରି ତ କୁହାଯିବ ନାହିଁ। ପ୍ରଫେସରମାନଙ୍କୁ ପୃଥିବୀରେ ଅନେକ ସମ୍ମାନ ଦିଆଯାଏ। ପ୍ରକୃତରେ ଯେତିକି ନୋବେଲ ପ୍ରାଇଜ୍ ପାଆନ୍ତି କିଏ ପାଆନ୍ତି? ପ୍ରାୟତଃ ପ୍ରଫେସରମାନେ ପାଆନ୍ତି। କାହିଁକି ନା ରିସର୍ଚ୍ଚ ନ କଲେ ପଢ଼େଇବା ସେତେ ସହଜ ନୁହେଁ। ଆପଣ ଭାବନ୍ତୁ, ଆମେ ଯଦି ରିସର୍ଚ୍ଚ କରୁନଥାନ୍ତୁ, ଆମେ କ'ଣ ଛୁଆଙ୍କୁ ଭଲ ଜିନିଷ ବୁଝେଇ ପାରନ୍ତୁ? ଆମେ ତ ନିଜେ ବୁଝିନଥାନ୍ତୁ, କେମିତି ବୁଝାନ୍ତୁ? ତେଣୁ ରିସର୍ଚ୍ଚ କରିବା ଦରକାର। ରିସର୍ଚ୍ଚ କରୁଥିବା ସହିତ ପଢ଼େଇବା ଦରକାର। କାହିଁକି ନା କୃଷ୍ଣ ବି ଅର୍ଜୁନକୁ କହୁଛନ୍ତି, ମୁଁ ତତେ ବହୁତ ଜିନିଷ ଶିଖେଇଲି, ଗୁହ୍ୟରୁ ଗୁହ୍ୟତର ଜିନିଷ ମୁଁ ତତେ ଶିଖେଇଲି। ତୁ ଆଗେ ପ୍ରଥମେ ନିଜେ ଭାବ, ବହୁ ଚିନ୍ତା କରିକି ତୋର ଯାହା ଇଚ୍ଛା ହେଉଛି ସେୟା କର। ଯଥେଚ୍ଛସି ତଥା କୁରୁ। ମୁଁ ସାଙ୍ଗ ହିସାବରେ ତତେ ବହୁତ ବୁଝେଇଲି, ତୁ ଯାହା ବୁଝିଲୁ ଭଲ କି ଭାବ, ତାପରେ ତୋର ଯାହା ଇଚ୍ଛା ହେଉଛି କର। ଏଇଟା ହେଲା ପ୍ରଥମ ସ୍ୱାଧୀନତା ଅର୍ଜୁନର। ଦ୍ୱିତୀୟ ହେଉଛି ତା କହିଲେ, ମୁଁ ତତେ ଯାହା ଶିଖେଇଲି ଚେଷ୍ଟା କରିବୁ ଅନ୍ୟକୁ ଶିଖେଇବା ପାଇଁ। ତେଣୁ ଆମ ଗୁରୁମାନେ ବି ଏକ୍ଜାକ୍ଟଲି ସେଇଆ କହିଛନ୍ତି। ଆମର ଯେତେବେଳେ ଗୁରୁକୁଳରୁ ପିଲାମାନେ ପାସ୍ କରିକି ଯାଉଛନ୍ତି, ତାଙ୍କୁ ଗୁରୁ ଯାହା କହନ୍ତି ଆମ ପିଲାମାନେ ତାକୁ ଜାଣିଛନ୍ତି। ପ୍ରଥମେ କୁହାହେଉଛି ଋତମ୍ ଚ ଶ୍ରଦ୍ଧାୟ ପ୍ରବଚନେଚ। ଋତ କ'ଣ ଜାଣ ଆଉ ତାକୁ ଶିଖାଅ। ନିଜେ ଅଧ୍ୟୟନ କର ଆଉ ତାକୁ ଶିଖାଅ। ଯେଉଁଟା ଋତପଲ୍ଲୀ ଯାହା ନାଁରେ ହେଇଛି, ଋତପଲ୍ଲୀ ବିଦ୍ୟାପୀଠ। ତାପରେ ଧର୍ମଂ ଚ ଶ୍ରଦ୍ଧାୟ ପ୍ରବଚନେଚ। ତପଶ୍ଚ ଶ୍ରଦ୍ଧାୟ। ତପସ୍ୟା କ'ଣ? ବିନା ତପସ୍ୟାରେ କୌଣସି ଜିନିଷ ଘଟିବାର ନାହିଁ। ତେଣୁ ତପସ୍ୟା କରି ଶିଖ ଏବଂ ଅନ୍ୟଙ୍କୁ ଶିଖାଅ। ଦମଶ୍ଚ ଶ୍ରଦ୍ଧାୟ ପ୍ରବଚନେଚ। ଦମ ମାନେ ସଂଯମ କ'ଣ? ବିନା ସଂଯମରେ ଆମେ ବହୁତ କିଛି ଭୁଲ କରିବାର ଚାନ୍ସ ଅଛି। ତେଣୁ ଦମ ଶିଖ ଏବଂ ଅନ୍ୟକୁ ଶିଖାଅ। ସମଶ୍ଚ ଶ୍ରଦ୍ଧାୟ ପ୍ରବଚନେଚ। ସମତା ରଖିବା, ଅତ୍ୟନ୍ତ ଗଦଗଦ ହେଇଯିବା ନାହିଁ ଖୁସିରେ, ବା ଦୁଃଖରେ ଅତ୍ୟନ୍ତ ଭାଙ୍ଗି ପଡ଼ିବା ନାହିଁ। ସମତା ରଖିବା ନିହାତି ଦରକାର ଜୀବନରେ। ଭଗବତ ଗୀତାରେ ସେଇ କଥା କୁହାଯାଇଛି, ସୁଖ ଦୁଃଖକୁ ସମାନ ଭାବରେ ନେବା ପାଇଁ। ତେଣୁ ସମତା ଦରକାର। ତେଣୁ ଆମ ଗୁରୁମାନେ ତ ସେଇଆ କହୁଛନ୍ତି ଯେ ତମେ ଶିଖ ଏବଂ ଅନ୍ୟକୁ ଶିଖାଅ। ତେଣୁ ଆପଣଙ୍କର ଯେଉଁ କଥା ଆପଣ କହିଲେ, ପ୍ରକୃତରେ ସେଇଟା ଋତପଲ୍ଲୀର ସ୍ୱପ୍ନ। କିନ୍ତୁ ସେଇଟା ଟେକ୍ନୋଲୋଜି ସାହାଯ୍ୟରେ ସମ୍ଭବ ହେଇପାରିବ। ମୋର ଗୋଟେ ସାଙ୍ଗ ଅଛି, ସଫାକତ ଖାଁ ବୋଲି, ମୁସଲିମ ପିଲାଟେ, ସବୁବେଳେ କହେ ତୋର କେତେ ସ୍ୱପ୍ନ ଥିଲା, ଚାରିଆଡ଼େ ସ୍କୁଲ ହବ, ସ୍କୁଲ ହେଇପାରିଲା ନାହିଁ। ମୁଁ ତାକୁ କହେ ଚାରିଆଡ଼େ ସ୍କୁଲ ହେବା ସ୍ୱପ୍ନ ଥିଲା ଯେତେବେଳେ ଇଣ୍ଟରନେଟ୍ ନଥିଲା। ତେଣୁ ବର୍ତ୍ତମାନ ଚାରିଆଡ଼େ ସ୍କୁଲ କରିବାର ଆବଶ୍ୟକତା ନାହିଁ। ଋତପଲ୍ଲୀର ପାଠପଢ଼ାଟା ହୁଏତ ଗାଁ ପିଲା ବି ଦେଖିକି ସେ ଭିଡ଼ିଓ ଶିଖିପାରିବେ, କିନ୍ତୁ ଟିକେ ଭଲ କ୍ୱାଲିଟିର ଭିଡ଼ିଓ ହେବା ଦରକାର, ଟିକେ ପ୍ରଫେସନାଲ୍ ହେବା ଦରକାର। ଆମେ ସେମିତି ଚାହିଁଲେ କ'ଣ ଆମ କ୍ଲାସ୍ ଆମେ ଛାଡ଼ିଦେବୁନି କି ସମସ୍ତେ ଅନ୍ୟମାନେ ପଢ଼ିବା ପାଇଁ? ଆମ ପିଲାଙ୍କର ଧୈର୍ଯ୍ୟ ରହିବନି। କାହିଁକି ନା ଆମର ସପ୍ତମ ଅଷ୍ଟମ ପିଲାଙ୍କ କ୍ଲାସ୍ ଗୁଡ଼ା ବି 2 ଘଣ୍ଟିଆ କ୍ଲାସ୍, 1.5 ଘଣ୍ଟିଆ 2 ଘଣ୍ଟିଆ କ୍ଲାସ୍। ସେ ଭିତରେ ଗପ ହେଉଛି, କ'ଣ ପିଲା କହୁଛନ୍ତି, ସେଗୁଡ଼ାକୁ ଗାଁ ଗଣ୍ଡା ପିଲା ଚାହିଁଲେ ଦେଖିପାରିବେ, କିନ୍ତୁ ଧୈର୍ଯ୍ୟ ଧରିକି ଦେଖିବା ଶୁଣିବା ଦରକାର। ତେଣୁ ପ୍ରଫେସନାଲ୍ ଭିଡ଼ିଓ ଟିକେ ଛୋଟ କରିକି ଅଳ୍ପ ସମୟରେ କରିଲେ, ଆମ ପିଲାଙ୍କ ସାହାଯ୍ୟରେ କରିଲେ ସେ ଶିକ୍ଷା ପହଞ୍ଚି ପାରିବ, ଗାଁ ଗଣ୍ଡାରେ ପହଞ୍ଚି ପାରିବ। ଏବଂ ସେଇଟା ଆପଣମାନେ ଜାଣନ୍ତୁ, ସେଇଟା ଆମର ଗୋଟେ ମେଜର ଲକ୍ଷ୍ୟ ବି। ତେଣୁ ଯେଉଁ ଜିନିଷଟା ଆମେ 15ଟା ପିଲାଙ୍କୁ ପଢ଼ଉଛୁ, 15ଟା ପିଲାଙ୍କ ସହିତ ଯେଉଁ କଥାବାର୍ତ୍ତା କରୁଛୁ, ସେଇ ଓଡ଼ିଆରେ କଥାବାର୍ତ୍ତାଟା ଯଦି ଗାଁ ଗଣ୍ଡାର ପିଲା ପାଆନ୍ତି, ସେମାନେ କେତେ ବ୍ରିଲିଆଣ୍ଟ ପିଲା ଅଛନ୍ତି। ଆପଣମାନେ ଆଶ୍ଚର୍ଯ୍ୟ ହେବେ, ଆମ କେତେ ବ୍ରିଲିଆଣ୍ଟ ପିଲା ଅଛନ୍ତି। ଆମେ 15ଟା ପିଲା ନେଉଥିଲୁ ଆଗରୁ 100-200 ପିଲାଙ୍କ ଭିତରୁ, ତାହା ଭିତରୁ ବ୍ରିଲିଆଣ୍ଟ ପିଲା ବାହାରିଛନ୍ତି। ପିଲା ଭର୍ତ୍ତି, ଓଡ଼ିଶା ସାରା, ଭାରତ ସାରା ବ୍ରିଲିଆଣ୍ଟ ପିଲା ଭର୍ତ୍ତି, କିନ୍ତୁ ଅପରଚ୍ୟୁନିଟି ପାଆନ୍ତି ନାହିଁ। ସେଇଟା ହେଉଛି ପ୍ରୋବ୍ଲେମ୍। କିନ୍ତୁ ଆଜିକାଲି ପାଇବେ। ଗୋଟିଏ ଜିନିଷ, ଆଉ ଗୋଟେ ଜିନିଷ ମୁଁ କହିଦିଏ ଖୁସିରେ, ଆମେ ଯେତେବେଳେ ସ୍ୱପ୍ନ ଦେଖୁଥିଲୁ ସ୍କୁଲ କରିବା ପାଇଁ, ସେତେବେଳେ ଆମେ ଅନେକଟା ନିରାଶବାଦୀ ଥିଲୁ। କିଛି ଭଲ ଲାଗୁନଥିଲା ଦେଶର ପ୍ରଗତି ନଥିଲା। କିନ୍ତୁ ସେଇଟା ବର୍ତ୍ତମାନ ନାହିଁ।
ଅନ୍ତତଃ ମୁଁ ଯେତିକି ଆମ ଦେଶକୁ ଲକ୍ଷ୍ୟ ରଖିଛି, ମୁଁ ବହୁତ କନଫିଡେଣ୍ଟ ଯେ ଆମ ଦେଶ ଠିକ୍ ବାଟରେ ଚାଲୁଛି। ବର୍ତ୍ତମାନ ଅନେକ ଜିନିଷ ଆମ ଦେଶରେ ହେବ ଯେଉଁଟାକି ଆମ ନିଜର ସ୍ୱପ୍ନ ଥିଲା। ତେଣୁ ଦେଖନ୍ତୁ, ଅଟଳ ଟିଙ୍କରିଂ ଲ୍ୟାବ୍ ସବୁ ସ୍କୁଲ ମାନଙ୍କରେ ହେଉଛି, ଲକ୍ଷ ଲକ୍ଷ ଟଙ୍କାର ଲ୍ୟାବ୍। ତାର ଫଳ ଆସିବ, ତା ଫଳ ଆସିବ ହିଁ ଆସିବ। ତେଣୁ ଆମ ଦେଶର ପ୍ରଗତି ହେବ। ବର୍ତ୍ତମାନ ସରକାର ରିସର୍ଚ୍ଚ ପାଇଁ ପଇସା ଗୁଡ଼େ ପଇସା ଦେଉଛନ୍ତି। ଝିଅ ପିଲା ରିସର୍ଚ୍ଚ କରିବେ, ଆହୁରି ପଇସା ଦିଆହେଉଛି। ଝିଅ ପିଲା ଟିକେ ପାଠ ପଢ଼ିଲେ, ସାଇନ୍ସ ପଢ଼ିଲେ, ତାଙ୍କ ପାଇଁ ପ୍ରକୃତରେ ଖାଲି ଆମ ଦେଶରେ ନୁହେଁ, ପୃଥିବୀରେ ବି ତାଙ୍କୁ ଏନକରେଜ୍ କରାଯାଉଛି, ତମେ ଝିଅ ପିଲାମାନେ କର, ରିସର୍ଚ୍ଚ କର ବୋଲି। ତେଣୁ ସେଇଟା ଗୋଟେ ସୁବିଧା ଝିଅ ପିଲାଙ୍କ ପାଇଁ। ତେଣୁ ଆମ ଦେଶର ଅବସ୍ଥା 20 ବର୍ଷ ତଳର ଅବସ୍ଥା ସହିତ ସମାନ ନୁହେଁ। ଆଉ ଟିଚରମାନଙ୍କୁ ସିଲେକ୍ଟ କରାହେଉଛି ଭଲ ଏଣ୍ଟ୍ରାନ୍ସ କରିକି। ଖାଲି ଗୋଟିଏ ଜିନିଷ ମୁଁ ଦେଖୁଛି ପଇସା ଖର୍ଚ୍ଚ କରାହେଉନି, ସେଟା ହେଉଛି ଭଲ କି ପଇସା ଖର୍ଚ୍ଚ କରିକି ଟିଚରମାନଙ୍କୁ ଟ୍ରେନିଂ କରାଇବା। ଯେଉଁ ଟିଚର ଅଲରେଡ଼ି ଅଛନ୍ତି, ସେ ତ ଯାହା ଜାଣିଛନ୍ତି, ତେଣୁ ତାଙ୍କୁ ନୂଆ ନୂଆ ଜିନିଷ ଶିଖେଇବା, ସେଇଟା ହୁଏତ ହେବ। ଟିଚର୍ସ ଟ୍ରେନିଂ ମୋ ମତରେ ନମ୍ବର 1 ରିକ୍ୱାରମେଣ୍ଟ ସମାଜକୁ ବଦଳାଇବା ପାଇଁ। ଯଦି ଟିଚରମାନଙ୍କୁ ଟ୍ରେନ୍ କରାଯାଇପାରିବ, ବହୁତ ପିଲା ଟ୍ରେନ୍ ହେଇଯାଇପାରିବେ। ତେଣୁ ଭଗବାନ କରନ୍ତୁ ଆମ ଋତପଲ୍ଲୀର ପାଠପଢ଼ା ବି ପହଞ୍ଚୁ ଅନ୍ୟ ଆଡ଼େ। ଆମ ସାର୍ମାନେ କହିଲେ ସମୟ ଦିଅନ୍ତି, ବିଭିନ୍ନ ଜିନିଷ ପଢ଼ାନ୍ତି। ଆପଣମାନେ ଆମ ଓଡ଼ିଆ ପଢ଼ିବା, ଆମ ଓଡ଼ିଆ କେମିତି ପଢ଼ାଯାଏ, ଓଡ଼ିଆରେ କେମିତି ଲେଖାଯାଏ, ବହୁତ ଆମ ପିଲାମାନେ ଶିଖନ୍ତି। ସଂସ୍କୃତରେ ବିଜ୍ଞାନ, ତେଣୁ ସବୁଥିରେ ହଁ ଏଇଟା ସତ, ବହୁତ କିଛି ଆମର ଉନ୍ନତି କରିବାର ବି ଅଛି। ଆମେ ଯେଉଁଟା ଚାହୁଁଛୁ ସବୁ ଜିନିଷ ଆମେ ଭଲରେ କରୁଛୁ, ତାର ବି କିଛି ଗ୍ୟାରେଣ୍ଟି ନାହିଁ। କିନ୍ତୁ ଗୋଟିଏ କଥା ସତ, ଆପଣଙ୍କ ଘର ଛାଡ଼ିଲା ପରେ ପିଲା ଗୋଟେ ଘର ପାଇବ, ଏଇ କଥା ଆପଣଙ୍କୁ ମୁଁ ଗ୍ୟାରେଣ୍ଟି ଦେଇ କହୁଛି।